नमस्कार दर्शक बंधु जय जगन्नाथ। आज हूँ जनवरी मास 25 तारिख रविवार। आपण मानक पई नहीं आसी आज दिनर केतोटी गुरुत्वपूर्ण खबर। कमेंट रे जय जगन्नाथ लिखंतु एवं वीडियो को शेष पर्यंत देखंतु एवं आपणकर भल पाइबा स्वरूप गोटे गोटे लाइक कर दिंतु। ता पूर्व चैनल को नुआ कर आसी चैनल को सब्सक्राइब कर दिंतु। एमिति प्रतिदिन लाटेस्ट न्यूज सर्वप्रथमे देखिबा पई। एबे आसंतु संपूर्ण खबर उपरे नजर पकेबा। ଆଜିର ପ୍ରଥମ ଖବର, ଏଣିକି ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଅଧିକାରୀଙ୍କ ହୋଇପାରିବନି ପଦୋନ୍ନତି। ଏଣିକି ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଅସମ୍ମାନ ଘଟଣାର ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ଦିଆଯିବ ବୋଲି ସତର୍କ କରାଇ ଦେଇଛି କେନ୍ଦ୍ର। ସବୁ ରାଜ୍ୟକୁ ସତର୍କ କଲା କାର୍ମିକ ମନ୍ତ୍ରଣାଳୟ। ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଅସମ୍ମାନ କଲେ କିମ୍ବା ସେମାନଙ୍କ ନିର୍ଦ୍ଦେଶକୁ ହେୟ ଜ୍ଞାନ କଲେ ହେବ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ଯେ ବିଧାୟକ ଓ ସାଂସଦଙ୍କୁ ଅସମ୍ମାନ କଲେ ବା ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ନ ମାନିଲେ, ଏପରିକି ନିଜର ବଦଳି କିମ୍ବା ପଦୋନ୍ନତି ତଥା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କୌଣସି ରାଜନୈତିକ ଚାପ ପକାଇଲେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଅଫିସରଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ରାଜ୍ୟସଭାର ଏଥିକ୍ସ କମିଟି ଓ ଲୋକସଭାର ପ୍ରୋଟୋକଲ ଉଲ୍ଲଂଘନ କମିଟି ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁସାରେ ଅଫିସରମାନେ ଶିଷ୍ଟାଚାର ପାଳନ କରିବାକୁ ବାଧ୍ୟ। ଜଣେ ସାଂସଦ କିମ୍ବା ବିଧାୟକ କୌଣସି ଅଧିକାରୀଙ୍କୁ ଭେଟିବାକୁ ଆସିଲେ ସମ୍ପୃକ୍ତ ଅଫିସର ନିଜ ଆସନରୁ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ କରିବା ସହ ବିଦାୟ ସମୟରେ ଅଫିସ ବାହାର ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିବାକୁ ଯିବେ। ଏପରିକି ଜନପ୍ରତିନିଧିଙ୍କ ଗାଡ଼ିକୁ ଅଫିସ ପରିସର ମଧ୍ୟକୁ ପ୍ରବେଶ କରିବା ପାଇଁ ସୁରକ୍ଷା କୋହଳ କରିବେ। ପରବର୍ତ୍ତୀ ଖବର, ପିଏମ୍ କିଷାନକୁ ନେଇ ବଡ଼ ଅପଡେଟ୍। ଏଥର ବଜେଟ୍ରେ ବଢ଼ିବ ଟଙ୍କା। ଜାଣନ୍ତୁ କେତେ ବଢ଼ିବ ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ଚାଷୀମାନଙ୍କୁ ପ୍ରତି 3 ମାସରେ 2000 ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ଅର୍ଥାତ୍ ପ୍ରତିବର୍ଷ ଚାଷୀମାନଙ୍କ ଆକାଉଣ୍ଟକୁ ସିଧାସଳଖ 6000 ଟଙ୍କା ସ୍ଥାନାନ୍ତରିତ ହୁଏ। କିନ୍ତୁ ଯୋଜନା ଆରମ୍ଭ ହେବା ପରଠାରୁ ମୁଦ୍ରାସ୍ଫୀତି ହାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହାର ପରିମାଣରେ କୌଣସି ବୃଦ୍ଧି କରାଯାଇ ନାହିଁ। ଫଳସ୍ୱରୂପ ଦେଶବ୍ୟାପୀ ଚାଷୀମାନେ ଦୀର୍ଘଦିନ ଧରି ଏହି ପରିମାଣ ବୃଦ୍ଧି ପାଇଁ ଦାବି କରି ଆସୁଛନ୍ତି। ଅନେକ ଦିନ ଧରି ଚାଷୀମାନେ ଦାବି କରୁଛନ୍ତି ଯେ ସରକାର ଏହି ପରିମାଣକୁ 6000ରୁ 9000କୁ ବୃଦ୍ଧି କରନ୍ତୁ। ତେବେ ଆସନ୍ତା ଫେବୃଆରୀ 1ରେ ସାଧାରଣ ବଜେଟ୍ ଉପସ୍ଥାପନ ହେବ। କିନ୍ତୁ ଏହା ପୂର୍ବରୁ ଚାଷୀମାନେ ପିଏମ୍ କିଷାନ ବୃଦ୍ଧିକୁ ନେଇ ବହୁତ ଆଶା ରଖିଛନ୍ତି। ବାର୍ଷିକ 6000ରୁ 9000 କିମ୍ବା 10000କୁ ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି ଚାଷୀମାନେ। 2019ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଚାଷ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ବହୁତ ବୃଦ୍ଧି ପାଇଛି। ବଜେଟ୍କୁ ନେଇ ଚାଷୀଙ୍କ ଆଶା। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆନୁଷ୍ଠାନିକ ଭାବରେ ଫେବୃଆରୀ 2019ରେ ଆରମ୍ଭ ହୋଇଥିଲା। ଏହାର ପ୍ରଥମ ଲାଭ ଡିସେମ୍ବର 1, 2018ରେ କାର୍ଯ୍ୟକାରୀ ହୋଇଥିଲା, ଯାହା ସମଗ୍ର ଭାରତରେ ଚାଷୀ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବ। ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ 1 ଫେବୃଆରୀ 2019ରେ ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ର ବଜେଟ୍ ସମୟରେ ଏନେଇ ଘୋଷଣା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦି 24 ଫେବୃଆରୀ 2019ରେ ଉତ୍ତରପ୍ରଦେଶର ଗୋରଖପୁରରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ। 2019 ପରଠାରୁ କିଷାନ ସମ୍ମାନ ନିଧିର ପରିମାଣରେ କୌଣସି ପରିବର୍ତ୍ତନ କିମ୍ବା ବୃଦ୍ଧି ହୋଇନାହିଁ। ତେଣୁ ଚାଷୀମାନେ ଆଶାବାଦୀ ଯେ ଏହି ବଜେଟ୍ରେ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର କିସ୍ତି 2000ରୁ 3000କୁ ବୃଦ୍ଧି କରିପାରନ୍ତି। ଏହା ବ୍ୟତୀତ ପିଏମ୍ଏସ୍ପି ପାଇଁ ଚାଷୀଙ୍କ ଦୀର୍ଘଦିନର ଦାବି ଜାରି ରହିଛି। ସେମାନେ ଚାଷୀଙ୍କ ପାଇଁ ସୁଲଭ ଏବଂ ସହଜ ଋଣର ସୀମା ବୃଦ୍ଧି କରିବାକୁ ମଧ୍ୟ ଦାବି କରୁଛନ୍ତି। ସରକାର କରିବେ କି ବୃଦ୍ଧି? ବିଶେଷଜ୍ଞ ମତରେ ଚଳିତ ବର୍ଷର ବଜେଟ୍ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିପାରେ। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣରେ ବୃଦ୍ଧି। ସରକାର ଏହି ପରିମାଣକୁ 6000ରୁ 9000କୁ ବୃଦ୍ଧି କରିପାରନ୍ତି। ଯଦି ଏହା ହୁଏ, ତେବେ ଚାଷୀଙ୍କ ଆକାଉଣ୍ଟରେ ପ୍ରତି 4 ମାସରେ 2000 ବଦଳରେ 3000 ମିଳିବ। କେବେ ଆସିବ 22ତମ କିସ୍ତି? ଆସନ୍ତୁ ଜାଣିବା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 21ତମ କିସ୍ତି ଡିସେମ୍ବରରେ ଜାରି କରାଯାଇଥିଲା। ଏବେ ଏହି ବର୍ଷର ପ୍ରଥମ ଏବଂ 22ତମ କିସ୍ତି ଜାରି ହେବାକୁ ଯାଉଛି। ରିପୋର୍ଟ ଅନୁସାରେ 22ତମ କିସ୍ତି ଫେବୃଆରୀ ଶେଷ ସପ୍ତାହରେ ଜାରି ହୋଇପାରେ ବୋଲି ସମ୍ଭାବନା ମିଳୁଛି। ପରବର୍ତ୍ତୀ ଖବର, ହାଇକୋର୍ଟ କ୍ଷୁବ୍ଧ। ତାରିଖ ପରେ ତାରିଖ ଗ୍ରହଣୀୟ ନୁହେଁ। ଓଷାପାଢ଼ୀଙ୍କ ସମେତ 5 ଅଧିକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ। ଜାନୁଆରୀ 22 ତାରିଖକୁ ମାମଲା ଶୁଣାଣି ପାଇଁ ଥିଲା। ସେହିଦିନ ନଗର ଉନ୍ନୟନ ବିଭାଗ ସଚିବ ଓଷାପାଢ଼ୀ ଏବଂ ଅନ୍ୟ ଅଧିକାରୀଙ୍କୁ
ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ଅଧିକାରୀମାନେ ଅଦାଲତଙ୍କଠାରୁ ପୁଣି ସମୟ ଲୋଡ଼ିଥିଲେ। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ତାରିଖ ପରେ ତାରିଖ ମାଗି ଚାଲିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ଏହା ଅଦାଲତଙ୍କ ଆଦେଶରେ ଅବମାନତା ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ କମିଶନର, ସଚିବ ଉଷା ପାଢ଼ୀ ଓ ଅନ୍ୟମାନଙ୍କୁ ଗିରଫ କରି ଆସନ୍ତା 30 ତାରିଖ ସକାଳ 10:30ରେ ଅଦାଲତରେ ହାଜର କରାଇବେ। ଅବଶ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଯଦି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇଥାଏ, ତାହେଲେ ଶ୍ରୀମତୀ ପାଢ଼ୀ ଓ ଅନ୍ୟ ଅଧିକାରୀମାନଙ୍କୁ ହାଜର କରାଇବା ଆବଶ୍ୟକ ନାହିଁ। ପିଲୋନା ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଥ ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାର ଶୁଣାଣି 2025 ଡିସେମ୍ବର 12ରେ ହେବାକୁ ଧାର୍ଯ୍ୟ ହୋଇଥିଲା। ପ୍ରତିପକ୍ଷ ଜବାବ ପାଇଁ ସମୟ ଲୋଡ଼ିଥିଲେ, ତେଣୁ ଅଦାଲତ ଜାନୁଆରୀ 22 ତାରିଖକୁ ଧାର୍ଯ୍ୟ କରିଥିଲେ, କିନ୍ତୁ 22ରେ ମଧ୍ୟ ପ୍ରତିପକ୍ଷ ସମୟ ଲୋଡ଼ିଥିଲେ। ହାଇକୋର୍ଟ ଆଦେଶରେ କହିଛନ୍ତି ଯେ ଏହିସବୁ ମାମଲାର ସ୍ୱତନ୍ତ୍ର ଶୁଣାଣି ପାଇଁ ଏହି ସାମ୍ବିଧାନିକ କୋର୍ଟ ବସୁଛି। ଏହି କୋର୍ଟର କାର୍ଯ୍ୟ ନୁହେଁ ବାରମ୍ବାର ସମୟ ଗଡ଼ାଇ ଚାଲିବ, ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବ ଏହି ଅଦାଲତର କାର୍ଯ୍ୟ ବୋଲି ହାଇକୋର୍ଟ କହିଛନ୍ତି। ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ପୌର ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ୍ ପ୍ଲାନିଂର ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଆଠଗଡ଼ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟି ଡକ୍ଟର ପ୍ରଦୀପ କୁମାର ସାହୁଙ୍କୁ ପୋଲିସ କମିଶନର ହାଜର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଅଷ୍ଟମ ବେତନ କମିଶନ। ପିଅନଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ କାହାର ବଢ଼ିବ କେତେ ଦରମା? ଲକ୍ଷ ଲକ୍ଷ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନ୍ସନଭୋଗୀ ବର୍ତ୍ତମାନ ଗୋଟିଏ ଖବର ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତାହା ହେଉଛି ଅଷ୍ଟମ ବେତନ କମିଶନ। ନଭେମ୍ବରରେ ଏହାର ଗଠନର ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ସରକାରୀ ବିଭାଗଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। କମିଶନକୁ ଏହାର ରିପୋର୍ଟ ଦାଖଲ କରିବା ପାଇଁ 18 ମାସ ସମୟ ଦିଆଯାଇଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ନୂଆ ବେତନ କମିଶନ 2027 ଶେଷ କିମ୍ବା 2028 ପ୍ରାରମ୍ଭରେ କାର୍ଯ୍ୟକାରୀ ହୋଇପାରେ। କିନ୍ତୁ ସମସ୍ତଙ୍କ ମଧ୍ୟରେ ସବୁଠାରୁ ବଡ଼ ବିତର୍କ ହେଉଛି ଫିଟମେଣ୍ଟ ଫ୍ୟାକ୍ଟର। ଏହା ହେଉଛି ସେହି ସଂଖ୍ୟା ଯାହା ମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା ହେବ ତାହା ନିର୍ଣ୍ଣୟ କରେ। ସମ୍ପ୍ରତି ଫେଡେରେସନ୍ ଅଫ୍ ନ୍ୟାସନାଲ ପୋଷ୍ଟାଲ ଅର୍ଗାନାଇଜେସନ୍ସ (FNPO) ସରକାରଙ୍କୁ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି, ଯାହା ଏହି ବିତର୍କକୁ ଆହୁରି ତ୍ୱରାନ୍ୱିତ କରିଛି। ଯଦି ଫିଟମେଣ୍ଟ ଫ୍ୟାକ୍ଟର 2 କିମ୍ବା 3 ହୁଏ, ତେବେ ଜଣେ ପିଅନଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମାରେ କ'ଣ ପରିବର୍ତ୍ତନ ଆସିବ ଆସନ୍ତୁ ବୁଝିବା। ସରକାରୀ କର୍ମଚାରୀଙ୍କ ଦରମା ନିର୍ଣ୍ଣୟ କରିବାରେ ଫିଟମେଣ୍ଟ ଫ୍ୟାକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ଏମିତି ଏକ ଗୁଣନ ଯାହା ଆପଣଙ୍କ ମୂଳ ଦରମା ବା ବେସିକ୍ ସାଲାରୀକୁ ମଲ୍ଟିପ୍ଲାଏ କରେ। ସପ୍ତମ ବେତନ କମିଶନ ସମୟରେ ଏହି ଫ୍ୟାକ୍ଟର 2.57 ଥିଲା, ଯାହା ମୂଳ ଦରମା ବା ବେସିକ୍ ସାଲାରୀ 7,440ରୁ 18,000କୁ ବୃଦ୍ଧି କରିଥିଲା। ବର୍ତ୍ତମାନ ଜାତୀୟ ପରିଷଦକୁ ଏକ ଚିଠି ଲେଖି ଡାକ କର୍ମଚାରୀ ସଂଘ FNPO ଦାବି କରିଛି ଯେ ଗ୍ରୁପ୍ A, B, C ଏବଂ Dରେ କର୍ମଚାରୀମାନଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର 3ରୁ 3.5 ମଧ୍ୟରେ ସ୍ଥିର କରାଯାଉ। ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏକ ସମ୍ମାନଜନକ ଦରମା ବୃଦ୍ଧିର ଆବଶ୍ୟକତା ରହିଛି। ତଥାପି ଏହା ମଧ୍ୟ ଆଲୋଚନା ହେଉଛି ଯେ ସରକାର ଏହାକୁ 2 ଥର ସୀମିତ ରଖିପାରନ୍ତି। ଏହି ଦୁଇଟି ପରିସ୍ଥିତି ମଧ୍ୟରେ ଏକ ଆକାଶ ପାତାଳ ପାର୍ଥକ୍ୟ ଅଛି। ଯଦି ଫିଟମେଣ୍ଟ ଫ୍ୟାକ୍ଟର 2 ରହେ, ତେବେ କେତେ ବଢ଼ିବ ଦରମା ଆସନ୍ତୁ ଜାଣିବା। ଧରାଯାଉ ସରକାର ଟିକେ କଠୋର ଆଭିମୁଖ୍ୟ ଗ୍ରହଣ କରି ଫିଟମେଣ୍ଟ ଫ୍ୟାକ୍ଟରକୁ 2ରେ ରଖି ସ୍ଥିର ରଖୁଛନ୍ତି। ନେକ୍ସଟ-ଡିଜିମ୍ ପଲିସନ୍ସର ବିଶେଷଜ୍ଞ ଅନୁଯାୟୀ ଏହା ମୌଳିକ ଦରମା ବା ବେସିକ୍ ସାଲାରୀ ଉପରେ ସିଧାସଳଖ ପ୍ରଭାବ ପକାଇବ। ଲେଭେଲ 1 କର୍ମଚାରୀ, ଯେପରିକି ପିଅନ କିମ୍ବା ପ୍ରବେଶ ସ୍ତରୀୟ କର୍ମଚାରୀ, ଯାହାଙ୍କ ବର୍ତ୍ତମାନର ଆନୁମାନିକ ମୌଳିକ ଦରମା 18,000 ରହିଛି, ସେମାନଙ୍କ କ୍ଷେତ୍ରରେ ଫ୍ୟାକ୍ଟର 2 ଲାଗୁ ହେଲେ ତାଙ୍କ ନୂତନ ମୌଳିକ ଦରମା 18,000ରୁ ସିଧାସଳଖ 36,000କୁ ବୃଦ୍ଧି କରିବ। ଟିକେ ଉପରକୁ ଉଠିଲେ ଲେଭେଲ 10 ଅଧିକାରୀଙ୍କ ପାଇଁ ଫ୍ୟାକ୍ଟର 2 ଲାଗୁ ହେଲେ ସେମାନଙ୍କ ଦରମା 56,100ରୁ 1,12,200କୁ ବୃଦ୍ଧି ହେବ। ଶୀର୍ଷ ସ୍ତରରେ ଲେଭେଲ 18 କ୍ୟାବିନେଟ୍ ସଚିବ ସ୍ତରରେ ଏ ବୃଦ୍ଧି 2.5 ଲକ୍ଷ ହୋଇ 5 ଲକ୍ଷରେ ପହଞ୍ଚିବ। ଏହାର ଅର୍ଥ ହେଉଛି ଯେ ଫ୍ୟାକ୍ଟର 2 ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦରମା ବୃଦ୍ଧି କରିବ, କିନ୍ତୁ କର୍ମଚାରୀମାନେ ଅଧିକ ଆଶା କରୁଛନ୍ତି। ଫେବୃଆରୀ 25ରେ ବସିବ ନିର୍ଣ୍ଣାୟକ ବୈଠକ। ସମସ୍ତଙ୍କ ନଜର ଏବେ ଫେବୃଆରୀ 25 ଉପରେ ରହିଛି।
ଏଫ୍ଏନ୍ପିଓ ସଦସ୍ୟ ଶିବାଜୀ ଭାସିରେଡ୍ଡୀଙ୍କ ଅନୁଯାୟୀ ସେହି ଦିନ ଜାତୀୟ ପରିଷଦ ଯୁଗ୍ମ ମନିଟରିଂ କମିଟି NCGMCର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ସମସ୍ତ କର୍ମଚାରୀଙ୍କ ଦାବିକୁ ଏକାଠି କରିବା ଏବଂ ଏକ ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ କରିବା। ବୈଠକ ପରେ ଖସଡ଼ାକୁ ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷ ରଞ୍ଜନ ପ୍ରକାଶ ଦେଶାଇଙ୍କ ନିକଟକୁ ପଠାଯିବ। ଏହି ବୈଠକ ମୁଖ୍ୟତଃ କର୍ମଚାରୀଙ୍କ ଦାବିଗୁଡ଼ିକୁ କମିଶନଙ୍କ ନିକଟରେ କେତେ ପରିମାଣରେ ଉପସ୍ଥାପନ କରାଯିବ ତାହା ନିର୍ଣ୍ଣୟ କରିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଜନଗଣନା ପାଇଁ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ମନମୋହନ ସାମଲ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ କହିଛନ୍ତି, ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି। ପଞ୍ଚାୟତ ନିର୍ବାଚନ ଆଉ 6 ମାସ ପରେ ଘୋଷଣା ହୋଇପାରେ। ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରୁ 2ରୁ 3 ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ସରପଞ୍ଚ ଓ ସମିତି ସଭ୍ୟ ଏହି 6 ମାସ ଭିତରେ ଅଧୁରା କାମ କରିଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଆସନ୍ତା ନିର୍ବାଚନରେ ସବୁ ବ୍ଲକରେ ଜିତିବାକୁ ପଡ଼ିବ, ସବୁ ପଞ୍ଚାୟତରେ ଜିତିବାକୁ ପଡ଼ିବ, ସବୁ ଜିଲ୍ଲା ପରିଷଦରେ ଜିତିବାକୁ ପଡ଼ିବ, ସବୁ ୱାର୍ଡରେ ଜିତିବାକୁ ପଡ଼ିବ। ବିଜେପି ସବୁ ଜାଗାରେ ନେତୃତ୍ୱ ତିଆରି କରିବାକୁ ପଡ଼ିବ ବୋଲି ମନମୋହନ କହିଛନ୍ତି। ଆଗକୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଯେଉଁମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ। ଯେଉଁ ବିଧାନସଭା ସ୍ତରରେ ମିଶିବେ ତାଙ୍କୁ ବିଧାନସଭା ସ୍ତରରେ ମିଶ୍ରଣ କରି ବିଜେପିରେ ସାମିଲ କରାଯିବ। ସେହିପରି ଯିଏ ଜିଲ୍ଲା ସ୍ତରରେ ମିଶିବାକୁ ଚାହିଁବେ ସେମାନଙ୍କୁ ଜିଲ୍ଲା ସ୍ତରରେ ମିଶାବାକୁ କହିବେ। ଯେଉଁମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବାକୁ ଚାହିଁବେ ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବେ। ପଞ୍ଚାୟତରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଆଉ 6 ମାସ ରହିଲା ପଞ୍ଚାୟତ ନିର୍ବାଚନ। ଦିନରାତି ଏକ କରି ପରିଶ୍ରମ କରିବା। ସରପଞ୍ଚ ଏବଂ ପଞ୍ଚାୟତ ସମିତି ମେମ୍ବର ଯେଉଁ କାମ କରିନାହାନ୍ତି ସେ କାମ 6 ମାସ ଭିତରେ କରିଦିଅନ୍ତୁ ବୋଲି ଆଦେଶ ଦେଇଛନ୍ତି ମନମୋହନ ସାମଲ। ପରବର୍ତ୍ତୀ ଖବର, ଜିଓ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଏବେ ମାତ୍ର 91 ଟଙ୍କାରେ ପାଇପାରିବେ ବର୍ଷେ ଭ୍ୟାଲିଡିଟି। ସୂଚନା ଅନୁଯାୟୀ ଜିଓ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର। କମ୍ ମୂଲ୍ୟରେ ଆସିଲା ଜବରଦସ୍ତ ପ୍ଲାନ୍। ବର୍ଷ ସାରା ମିଳିବ ଅନଲିମିଟେଡ୍ କଲିଂ ଏବଂ ଡାଟା। ଜିଓ କମ୍ ମୂଲ୍ୟରେ ଅଧିକା ଲାଭ ପ୍ରଦାନକାରୀ ଅଫର ଦେଉଛି। ଜିଓର ଅନେକ ଏଇଭଳି ଜବରଦସ୍ତ ପ୍ଲାନ୍ ରହିଛି ଯାହା ଏୟାରଟେଲ୍ ଏବଂ ଭିଆଇ ଅପେକ୍ଷା ସାରାଦିନ ରହିଛି। ଆଜି ଆମେ ଆପଣଙ୍କୁ ଜିଓର ବର୍ଷ ସାରା ଥିବା ଭ୍ୟାଲିଡିଟିର ପ୍ଲାନ୍ ସମ୍ବନ୍ଧରେ କହିବାକୁ ଯାଉଛୁ, ଯାହାକି ଅନ୍ୟ ପ୍ଲାନ୍ ତୁଳନାରେ ବହୁତ ଶସ୍ତା ଏବଂ ଭଲ। ଏଥିରେ ଉପଭୋକ୍ତାଙ୍କୁ 336 ଦିନର ବୈଧତା ସମେତ ଅନେକ ସୁବିଧା ମିଳିଥାଏ। ଜିଓ ଫୋନ୍ ଅନଲାଇନ୍ ୱାନ୍ ତାଲିକାରେ 28 ଦିନର ବୈଧତା ସମେତ ଆସୁଥିବା ସବୁଠାରୁ ଶସ୍ତା ଯୋଜନା ହେଉଛି 91 ଟଙ୍କା ରିଚାର୍ଜ। ଯଦି ଆପଣ 12 ମାସ ପର୍ଯ୍ୟନ୍ତ 91 ଟଙ୍କା ଖର୍ଚ୍ଚ କରନ୍ତି ତେବେ ସମୁଦାୟ 1092 ଟଙ୍କା ଖର୍ଚ୍ଚ କରିବେ। ଜିଓର ଏହି ପ୍ଲାନ୍ର ଉପଭୋକ୍ତାମାନଙ୍କୁ 336 ଦିନର ଭ୍ୟାଲିଡିଟି ମିଳିଥାଏ। ପରବର୍ତ୍ତୀ ଖବର, କିଶୋର ଭାଇନାଙ୍କୁ ଲାଇସେନ୍ସ ମନା। ଦେଖନ୍ତୁ କ'ଣ ଅଟେ ପୁରା ଘଟଣା। ସୂଚନା ଅନୁଯାୟୀ ଆପୋଲୋ ହସ୍ପିଟାଲ ପଛପଟ ଦୂରଦର୍ଶନ ନିକଟରେ ଚାଲିଥିଲା କିଶୋର ଭାଇନା ମଟନ ହୋଟେଲ, ଯେଉଁଠାରେ ନୀତି ରାତିରେ ଲୋକେ ମାନଙ୍କର ହଜାର ହଜାର ଭିଡ଼ ଜମୁଥିଲା ଏବଂ କାଠ ଚୁଲିରେ ପ୍ରସ୍ତୁତ 200 କେଜି ମଟନକୁ ଖାଇବା ନିମନ୍ତେ ଲମ୍ବା ଲମ୍ବା ଲାଇନ୍ ମଧ୍ୟ ଲାଗୁଥିଲା। ବହୁତ ବଡ଼ ବଡ଼ ଗାଡ଼ି ମଧ୍ୟ ଲାଗୁଥିଲା, କିନ୍ତୁ ଆଉ ବସୁନି ହଣ୍ଡା କି ଆଉ ବସୁନି 200 କେଜି ମଟନ। କିଶୋର ଭାଇନାଙ୍କ ମଟନ ହୋଟେଲ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦିଆଯାଇଛି। ଯେବେଠାରୁ ହୋଟେଲ ଭାଙ୍ଗିଛି ସେବେଠାରୁ ଫୁଡ୍ ଲାଇସେନ୍ସ ପାଇଁ ସେ ଦିନ ରାତି ଏକାଠି କରିଦେଇଛନ୍ତି। ପ୍ରଥମେ ଫୁଡ୍ ଲାଇସେନ୍ସ ଆଣିବେ, ଏହାପରେ ଜାଗା ଠିକ୍ କରିବେ କେଉଁଠି ମଟନ ହୋଟେଲ କରିବେ। ମାତ୍ର ଆଉ ଥରେ ରିସ୍କ ନେବା ପାଇଁ ଚାହାନ୍ତୁନି ବିଏମ୍ସି। ଖବର ଅନୁଯାୟୀ କିଶୋର ମଟନ ନାମରେ ବିଏମ୍ସି ଆଉ ଫୁଡ୍ ଲାଇସେନ୍ସ ଦେବ ନାହିଁ, କାରଣ ଯେଉଁଭଳି ଭାବରେ କିଶୋର ଭାଇନା ମଟନ ପ୍ରସ୍ତୁତ କରିଥିଲେ ତାହା ଆଦୌ ସ୍ୱାସ୍ଥ୍ୟ ଉପଯୋଗୀ ନଥିଲା, ଯାହାକୁ ଖାଲି ସାଧାରଣ ଲୋକ ନାନା ପ୍ରକାର ରୋଗରେ ପୀଡ଼ିତ। ସେଥିପାଇଁ କିଶୋର ମଟନ ହୋଟେଲକୁ ବିଏମ୍ସି ଫାଇନ୍ ସହକାରେ ସିଜ୍ କରିଥିଲା। ଏହାପରେ ନିର୍ଦ୍ଦେଶକୁ ନ ମାନି କିଶୋର ଭାଇନା ହଣ୍ଡା ବସାଇଥିଲେ। ବର୍ତ୍ତମାନ ବିଏମ୍ସି ଫୁଡ୍ ଲାଇସେନ୍ସ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ରିସ୍କ ନେବା ପାଇଁ ଚାହୁଁନି ବିଏମ୍ସି। ତେବେ ଯେଉଁମାନେ କିଶୋର ମଟନ ହୋଟେଲରେ ମଟନ ଖାଉଥିଲେ ସେମାନେ କହିଛନ୍ତି କୌଣସି ଘଟଣାର ସଠିକ୍ ତଦନ୍ତ କରାଯାଇ ନାହିଁ। ମାତ୍ର ହଠାତ୍ ଏଭଳି ନିଷ୍ପତ୍ତି ନେଇ ହୋଟେଲ ଭାଙ୍ଗି ସେମାନଙ୍କ ଗୁଜୁରାଣରେ ଲାତ ମାରିବା ଆଦୌ ଉଚିତ ନୁହେଁ। କିଶୋର ଭାଇନାଙ୍କ ପାଖରେ ସମୁଦାୟ 33 ଜଣ କାମ କରୁଥିଲେ। ତେବେ ସେହି ଲୋକମାନଙ୍କର ଘର କିଭଳି ଚଳିବ? ସରକାର ଥରେ ସେମାନଙ୍କ କଥା ଚିନ୍ତା ମଧ୍ୟ କରିଲା ନାହିଁ। ଯେଉଁମାନେ ଦୀର୍ଘ ଦିନ ଧରି କିଶୋର ମଟନ ଖାଇ ଆସୁଛନ୍ତି ସେମାନେ କହିଥିଲେ ଯେ ଯଦି ସେଭଳି କିଛି ମିଶ୍ରଣ ହୋଇଥାନ୍ତା ରଙ୍ଗର ତେବେ ନିଶ୍ଚିତ ଭାବରେ ଆରମ୍ଭ ଦେହ ସର୍ବପ୍ରଥମେ ଖରାପ ହୋଇଥାନ୍ତା। ଏହିଭଳି ମିଛ ଅଭିଯୋଗ କରି ସବୁ ଭାଙ୍ଗିଦେବା ଉଚିତ ନୁହେଁ ବୋଲି କହିଛନ୍ତି। ପରବର୍ତ୍ତୀ ଖବର, ସରସ୍ୱତୀ ପୂଜାରେ ମଦ ପିଇ ବଜାରରେ ଗଡ଼ିଲେ ମାତାଲ ଛାତ୍ର। 2 ଜଣଙ୍କୁ ଉଦ୍ଧାର କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ସରସ୍ୱତୀ ପୂଜା ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ଟିକାବାଲି ସରକାରୀ ହାଇସ୍କୁଲରୁ 2 ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି
ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିଲେ। ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଶୁକ୍ରବାର ଦିନ ପ୍ରାୟ 12:30ରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସ୍ଏସ୍ଏନ୍ ଟାୱାର ତଳେ 2 ନାବାଳକ ଛାତ୍ର ମଦ ପିଇ ନିଶାସକ୍ତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ବାନ୍ତି କରି ସେଠାରେ ଅଚେତ ହୋଇ ତଳେ ଗଡ଼ୁଥିଲେ। ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧି ଛାତ୍ରଙ୍କ ସ୍କୁଲ ୟୁନିଫର୍ମ ଦେଖି ପ୍ରଧାନ ଶିକ୍ଷକ କାମରାଜ କହଁରଙ୍କୁ ଖବର ଦେଇଥିଲେ। ଛାତ୍ରଙ୍କୁ ଟିକାବାଲି ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ ଉଭୟ ଛାତ୍ର ଅତ୍ୟଧିକ ମଦ ପିଇଥିବା ଜଣାପଡ଼ିଥିଲା। ପ୍ରଧାନ ଶିକ୍ଷକଙ୍କ ସୂଚନା ମୁତାବକ ଛାତ୍ରଙ୍କ ପରିବାରକୁ ଅବଗତ କରାଯାଇଛି। ସେମାନେ ଆସିବା ପରେ ପିଲାଙ୍କୁ ସ୍କୁଲରୁ ବହିଷ୍କାର କରାଯିବ। ମାତ୍ର ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି। ପରବର୍ତ୍ତୀ ଖବର, 41 ନେତା ଦେଲେ କଂଗ୍ରେସରୁ ଇସ୍ତଫା, ଜାଣନ୍ତୁ ଦଳ ଉପରେ କ'ଣ ପଡ଼ିବ ପ୍ରଭାବ। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସର ବିବାଦ। କେତେବେଳେ ପିସିସି ସଭାପତି ପାଇଁ କଳି ତ ଆଉ କେତେବେଳେ କିଏ ଦେଲାଣି ଦଳ ବିରୋଧୀ ମନ୍ତବ୍ୟ। ଦଳର ପୂର୍ବତନ ବିଧାୟକ ମହମ୍ମଦ ମକିମ ଦଳରୁ ନିଲମ୍ବିତ ହେବା ଦିନରୁ ଲଗାତାର ଟାର୍ଗେଟ କରି ଆସୁଛନ୍ତି। ଏବେ ଦଳର 41 ନେତା ସମୂହ ଭାବେ କଂଗ୍ରେସ ଛାଡ଼ିଛନ୍ତି। ତେବେ ଏମାନେ ସମସ୍ତେ ମହମ୍ମଦ ମକିମଙ୍କ ସମର୍ଥକ ବୋଲି ସୂଚନା ମିଳିଛି। ସେପଟେ ଏହି 41 ଜଣଙ୍କ ମଧ୍ୟରେ ରହିଛନ୍ତି ମୁଖପାତ୍ର, ଯୁବ ନେତା, ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ କର୍ପୋରେଟର ଏବଂ ବ୍ଲକ ଅଧ୍ୟକ୍ଷ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହିସବୁ ତୃଣମୂଳ ସ୍ତରରେ ନେତାଙ୍କ ଇସ୍ତଫା ଦେବା ଦଳ ମହଙ୍ଗା ସାବ୍ୟସ୍ତ ହେବ ବୋଲି ରାଜନୈତିକ ସମୀକ୍ଷକ ମତାମତ ଦେଇଛନ୍ତି। ସେପଟେ ମହମ୍ମଦ ମକିମଙ୍କ ନୂଆ ଦଳ ଗଠନ କରିବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି। ନିକଟରେ ରାଜଧାନୀରେ ଏକ ଯୁବ ସମାବେଶ କରି ନିଜର ସମର୍ଥକ ସମୂହ ଭାବେ ଦଳ ଛାଡ଼ିବା ଆଗାମୀ ଦିନର କଂଗ୍ରେସ ଉପରେ କ'ଣ ପ୍ରଭାବ ପକାଉଛି, ଏହା ଉପରେ ରହିଛି ସମସ୍ତଙ୍କ ନଜର। କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହିସବୁ ତୃଣମୂଳ ସ୍ତରର ନେତାଙ୍କୁ ଇସ୍ତଫା ଦେବା ଭଳି ମହଙ୍ଗା ସାବ୍ୟସ୍ତ ହୋଇ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ସେପଟେ ମହମ୍ମଦ ମକିମ ନୂଆ ଦଳ ଗଠନ କରିବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି। ନିକଟରେ ରାଜଧାନୀର ଏକ ଯୁବ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ବୋଲି ସୂଚନା ମିଳିଛି।